आज आमे ओडिशार भविष्यत विषय कथा हेबा आउ एही भविष्यतटा ना गोटे छोटो चिप सहित जड़ित हेले स्वप्नटा बहुत बड़। चलंतु देखिबा कौन रहिछि एही बड़ योजनारे। तेबे प्रश्न उठुछि कौन ओडिशा सत्तरे भारतर परवर्ती टेक पावर हाउस हेबाकु जाउछि, माने बेंगलोर किंबा हैदराबाद भଳି एमिते एक बड़ दाबी करा जाउछि। आउ आजि आमे जानिबा एहा पछर सतगण आउ एही दाबीर मूଳରେ ରହିଛି ଏହି ସଂଖ୍ୟାଟା 2655 କୋଟି ଟଙ୍କା। ବୁଝିଲେ ତ, ଏଇଟା ଖାଲି ଗୋଟେ ନମ୍ବର ନୁହେଁ, ଏହା ହେଉଛି ଓଡ଼ିଶାର ଏକ ବଡ଼ ସ୍ୱପ୍ନର ପ୍ରତିଛବି। ଆଉ ଏହି ନିକଟରେ ସେମିକନ୍ ଇଣ୍ଡିଆ 2025ରେ ଏହି ବଡ଼ ଘୋଷଣା କରାଯାଇଛି। ଆଉ ଜାଣିଛନ୍ତି ଏହି ବଡ଼ ଘୋଷଣା ପାଇଁ ସ୍ଥାନ ଥିଲା ନୂଆଦିଲ୍ଲୀର ସେମିକନ୍ ଇଣ୍ଡିଆ 2025। ଏଇଠୁ ବଡ଼ ମଞ୍ଚ ଆଉ କ'ଣ ହୋଇପାରିଥାନ୍ତା। ସେଠି ଓଡ଼ିଶା ନିଜର ନୂଆ ଭିଜନ ସମସ୍ତଙ୍କ ସାମ୍ନାରେ ରଖିଲା। ଆଉ ଏଇଟା ଖାଲି ଗୋଟେ ଘୋଷଣା ନଥିଲା, ବରଂ ଏକ ପୂରାପୂରି ସୁଚିନ୍ତିତ ପ୍ଲାନ୍। ହଁ, 2655 କୋଟି ତ ଶୁଣିବାକୁ ବହୁତ ଭଲ ଲାଗୁଛି, କିନ୍ତୁ ପ୍ରଶ୍ନ ହେଉଛି ଏତେ ଟଙ୍କା ଆସୁଛି କେଉଁଠୁ ଆଉ ଏହାକୁ ନେଇ କ'ଣ କରାଯିବ? ଚାଲନ୍ତୁ ଏହି ଡିଲ୍ର ଗୋଟି ଗୋଟି କଥା ବୁଝିବା। ଦେଖନ୍ତୁ, ଏହି ପୂରା ଇନଭେଷ୍ଟମେଣ୍ଟ ମୂଳତଃ ଦୁଇଟି ବଡ଼ ପ୍ରୋଜେକ୍ଟ ଉପରେ ଠିଆ ହୋଇଛି। ଆଉ ଏହି ଦୁଇଟି ପ୍ରୋଜେକ୍ଟ ହିଁ ରାଜ୍ୟର ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂର ପୂରା ଚିତ୍ର ବଦଳାଇ ଦେବାର କ୍ଷମତା ରଖୁଛି। ଏଥିମଧ୍ୟରୁ ସବୁଠୁ ବଡ଼ ଭାଗ ମାନେ ପାଖାପାଖି 1650 କୋଟି ଟଙ୍କା ଆସୁଛି ସାନକୋଟ ଟେକ୍ନୋଲୋଜିଜ୍ ଠାରୁ। ଆଉ ତା ସହିତ ଅଛି ଟପଟ୍ରାକ୍ ହାଇଟେକ୍ ଯେ 1005 କୋଟି ଟଙ୍କା ଲଗାଉଛି। ତେବେ ଏହି ଦୁଇଟି କମ୍ପାନୀ ହିଁ ଏହି ମିଶନର ମେରୁଦଣ୍ଡ। ଆଉ ଟିକେ ଭିତରକୁ ଯିବା। ସାନକୋ ଟେକ୍ନୋଲୋଜିଜ୍ ସେମାନେ ତାଙ୍କ ପାର୍ଟନରଙ୍କ ସହ ମିଶି ଗୋଟେ ହାଇଟେକ୍ ସେମିକଣ୍ଡକ୍ଟର ୟୁନିଟ୍ ବସେଇବେ। ଆଉ ଅନ୍ୟପଟେ ଟପଟ୍ରାକ୍ ହାଇଟେକ୍ କ'ଣ କରିବ? ସେମାନେ ଏକ ଆଡଭାନ୍ସ ପିସିବି ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ତିଆରି କରିବେ। ଆଉ ଏହି ପିସିବି ହେଉଛି ଇଲେକ୍ଟ୍ରୋନିକ୍ସ ଦୁନିଆର ହୃତ୍ପିଣ୍ଡ ଭଳି। ହେଲେ କଥାଟା ଖାଲି ଏଇ ଦୁଇଟା କମ୍ପାନୀରେ ସରୁନି। ଏଇଟା ତ ବାସ୍ ଆରମ୍ଭ। ପ୍ରକୃତ ଲକ୍ଷ୍ୟଟା ଆହୁରି ବଡ଼। ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ତିଆରି କରିବା। ତେବେ ଏ ଇକୋସିଷ୍ଟମ୍ର ମାନେ କ'ଣ? ଚାଲନ୍ତୁ ୟାକୁ ବୁଝିବା। ଭାବିନିଅନ୍ତୁ ଏଇ ଦୁଇଟି ପ୍ରୋଜେକ୍ଟ ଗୋଟେ ଚୁମ୍ବକ ଭଳି କାମ କରିବ। ସରକାରଙ୍କ ପ୍ଲାନ୍ ହେଉଛି ଯେତେବେଳେ ଏମାନେ ସଫଳ ହେବେ, ତାଙ୍କୁ ଦେଖିକି ଅନ୍ୟ ବଡ଼ ବଡ଼ ଟେକ୍ କମ୍ପାନୀମାନେ ଆପେ ଆପେ ଓଡ଼ିଶା ମୁହାଁ ହେବେ। ଏହା ହିଁ ତ ଏକ ଇକୋସିଷ୍ଟମ୍ର ଆରମ୍ଭ। ଆଉ କହିବାକୁ ଗଲେ ଏହି ପ୍ରକ୍ରିୟା ଆରମ୍ଭ ବି ହୋଇଗଲାଣି। ଇଣ୍ଟେଲ୍, ମାଇକ୍ରନ୍, ୱେଷ୍ଟର୍ଣ୍ଣ ଡିଜିଟାଲ, ରେନେସାନ୍ସ ଏ ନାଙ୍ଗୁଡ଼ା ତ ଶୁଣିଥିବେ। ଏମାନେ ଟେକ୍ ଦୁନିଆର ବାଦଶାହ। ଆଉ ଏମାନଙ୍କ ସହ ଓଡ଼ିଶା ସରକାରଙ୍କର ଆଲୋଚନା ଚାଲିଛି। ଏଥିରୁ ହିଁ ଜଣାପଡ଼ୁଛି ଯେ ଭବିଷ୍ୟତ କେତେ ଉଜ୍ଜ୍ୱଳ ହୋଇପାରେ। କିନ୍ତୁ ଗୋଟେ କଥା ଅଛି, କମ୍ପାନୀ ତ ଆସିଯିବେ, ହେଲେ ସେଠି କାମ କରିବା ପାଇଁ ସ୍କିଲ୍ଡ ଲୋକ କେଉଁଠୁ ଆସିବେ? ସେଥିପାଇଁ ସରକାର କେବଳ ଇନଭେଷ୍ଟମେଣ୍ଟ ଉପରେ ଫୋକସ୍ କରୁନାହାନ୍ତି, ଟ୍ୟାଲେଣ୍ଟ ଡେଭଲପମେଣ୍ଟ ଉପରେ ବି ଧ୍ୟାନ ଦେଉଛନ୍ତି। ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ରେନେସାନ୍ସ ଆଉ ଆଇଆଇଟି ଭୁବନେଶ୍ୱର ଭିତରେ ହେବାକୁ ଥିବା ପାର୍ଟନରସିପ୍। ଏହାଦ୍ୱାରା ଆମ ଓଡ଼ିଶାରେ ହିଁ ୱାର୍ଲ୍ଡ କ୍ଲାସ୍ ଏକ୍ସପର୍ଟ ତିଆରି ହେବେ। ଆଉ ଏହି ସବୁ ଯୋଜନାକୁ ସାକାର କରିବା ପାଇଁ ଦରକାର ସଠିକ୍ ପଲିସି। ଆଉ ସେଟା ବି ସରକାର କରିଛନ୍ତି। ଦୁଇଟି ନୂଆ ପଲିସି ଅଣାଯାଇଛି, ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଂ ପଲିସି ଆଉ ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟସ୍ ମ୍ୟାନୁଫ୍ୟାକ୍ଚରିଂ ପଲିସି। ଏଗୁଡ଼ିକ କମ୍ପାନୀମାନଙ୍କୁ ଓଡ଼ିଶା ଆସିବା ପାଇଁ ଆହୁରି ସହଜ କରିଦେବ। ଆଉ ଏହି କଥାଟି ହିଁ ପୂରା ଯୋଜନାର ସାରାଂଶ କହିଦେଉଛି। ଲକ୍ଷ୍ୟ ଖାଲି ଟଙ୍କା ନୁହେଁ, ଲକ୍ଷ୍ୟ ହେଉଛି ନୂଆ ନୂଆ ଚାକିରି ସୃଷ୍ଟି କରିବ, ୱାର୍ଲ୍ଡ କ୍ଲାସ୍ ଇନଫ୍ରାଷ୍ଟ୍ରକ୍ଚର ତିଆରି କରିବା, ଆଉ ସବୁଠୁ ବଡ଼ କଥା, ଓଡ଼ିଶାକୁ ଗ୍ଲୋବାଲ ଇଲେକ୍ଟ୍ରୋନିକ୍ସ ମ୍ୟାପ୍ରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା। ତେବେ ଏତେ ସବୁ ଇନଭେଷ୍ଟମେଣ୍ଟ, ପଲିସି ଆଉ ପ୍ଲାନିଂ ପରେ ଆମେ ପୁଣି ସେହି ପ୍ରଥମ ପ୍ରଶ୍ନ ପାଖକୁ ଫେରିଆସିବା। କ'ଣ ଓଡ଼ିଶା ସତରେ ଏକ ନୂଆ ଗ୍ଲୋବାଲ ଟେକ୍ ହବ୍ ହେବା ପାଇଁ ପ୍ରସ୍ତୁତ? ଦେଖନ୍ତୁ, ଯେତେବେଳେ ଆମେ ଏସବୁକୁ ମିଶେଇକି ଦେଖିବା, ବଡ଼ ଇନଭେଷ୍ଟମେଣ୍ଟ, ଭଲ ପଲିସି ଆଉ ଗ୍ଲୋବାଲ ପାର୍ଟନରସିପ୍, ଗୋଟିଏ କଥା ପୁରା ସ୍ପଷ୍ଟ, ଓଡ଼ିଶା ଏଥର ଖାଲି ସ୍ୱପ୍ନ ଦେଖୁନି, ବରଂ ସେହି ସ୍ୱପ୍ନକୁ ସତ କରିବା ପାଇଁ ଏକ ବହୁତ ବଡ଼ ଆଉ ସାହସୀ ପଦକ୍ଷେପ ନେଉଛି। ତେବେ ଶେଷରେ ପ୍ରଶ୍ନଟା ହେଉଛି, ଏତେ ସବୁ ଚେଷ୍ଟା ପରେ କ'ଣ ଓଡ଼ିଶା ସତରେ ଭାରତର ପରବର୍ତ୍ତୀ ସିଲିକନ୍ ଭ୍ୟାଲି ହୋଇପାରିବ? ଏହା ଏକ ବଡ଼ ପ୍ରଶ୍ନ, ଆଉ ଏହାର ଉତ୍ତର କେବଳ ଆଗାମୀ ସମୟ ହିଁ ଦେବ।